ନମସ୍କାର ଦର୍ଶକ ବନ୍ଧୁ, ଆପଣ ସମସ୍ତଙ୍କୁ ମୋ ଚ୍ୟାନେଲକୁ ପୁଣି ଥରେ ସ୍ୱାଗତ କରୁଛି। ଦର୍ଶକ ବନ୍ଧୁ, ରାତିରେ ଶୋଇବା ପୂର୍ବରୁ ରୋଷେଇ ଘରେ କରିଦିଅନ୍ତୁ ଏହି ଗୋଟିଏ କାମ। ହଜି ଯାଇଥିବା ସମୃଦ୍ଧି ଆପଣଙ୍କ ପାଖକୁ ପୁଣି ଥରେ ଫେରି ଆସିବ। ଯେଉଁ ସମୃଦ୍ଧି, ଯେଉଁ ସୁଖ, ଯେଉଁ ଧନ ଏବଂ ବୈଭବ୍ୟ ପାଇଁ ଆପଣମାନେ ପ୍ରତ୍ୟେକ ଦିନ ସ୍ୱପ୍ନ ଦେଖୁଛନ୍ତି, ଯେଉଁ ଜିନିଷ ଆପଣ ହଜାଇ ଦେଇଛନ୍ତି, ଯେଉଁ ଜିନିଷ ପାଇବା ପାଇଁ ଆପଣମାନେ ଚେଷ୍ଟା କରୁଛନ୍ତି, ମା ଲକ୍ଷ୍ମୀ ଠାକୁରାଣୀଙ୍କର ଦୟାରେ ସେ ସବୁ ଆପଣମାନେ ନିଶ୍ଚୟ ପାଇବେ। ଆଜ୍ଞା ହଁ ଦର୍ଶକ ବନ୍ଧୁ, ରାତ୍ରି ସମୟରେ ମହିଳାମାନେ କରିଥିବା ଏହି ଗୋଟାଏ କାମ ଗୋଟାଏ ମାସରେ ଆପଣମାନେ ଫରକ ଦେଖିପାରିବେ। ତେଣୁ ଆପଣମାନେ କେଉଁ ଉପାୟଟି କରିବେ ଆଜିର ଭିଡ଼ିଓରେ ଆପଣମାନଙ୍କୁ ଜଣାଇବି। ରୋଷେଇ ଘର ଆମ ଘରର ଏକ ପବିତ୍ର ସ୍ଥାନ ଅଟେ। ଯେପରି ପୂଜା ଘରକୁ ଆମେ ଦେବତାଙ୍କର ଆସନ ଦେଇ ଦେବତାଙ୍କୁ ବିରାଜମାନ କରାଇ ଆମେ ପୂଜା କରିଥାଉ, ଆମକୁ ଶାନ୍ତି ଲାଗେ। ସେହିପରି ରୋଷେଇ ଘରର ବି ଏମିତି ବହୁତ କିଛି କାର୍ଯ୍ୟ ଅଛି ଯାହାକି ମହିଳାମାନେ ଜମା ବି କରିବା ଉଚିତ ନୁହଁ। ଯଦି ମହିଳାମାନେ ରୋଷେଇ ଘରେ କିଛି ଭୁଲ କରିଦିଅନ୍ତି, ଯାହାକି ଆଗକୁ ଆପଣମାନଙ୍କୁ ବତାଇବି, ଜଣାତରେ ହେଉ କିମ୍ବା ଅଜାଣତରେ ହେଉ, ଯଦି ଏହି ଭୁଲ ମହିଳାମାନେ କରିଦିଅନ୍ତି, ତାଙ୍କ ଘରେ କେବେ ବି ଲକ୍ଷ୍ମୀ ରୁହନ୍ତି ନାହିଁ। ଏବଂ ରାତିରେ ଶୋଇବା ପୂର୍ବରୁ ଯେଉଁ ବିବାହିତା ମହିଳା ନିୟମିତ ଭାବରେ ଏହି ଗୋଟାଏ କାମ କରିଦିଏ, ତା ଘରେ ଧନ ବୈଭବ୍ୟର କେବେ ଅଭାବ ରହିବ ନାହିଁ। ତା ଆଗରୁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଯେ ଯଦି ଏପର୍ଯ୍ୟନ୍ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ନିହାତି ସବସ୍କ୍ରାଇବ୍ କରନ୍ତୁ। ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରି ଭିଡ଼ିଓକୁ ଗୋଟିଏ ଲାଇକ୍ଟିଏ କରିଦିଅନ୍ତୁ ଏବଂ କମେଣ୍ଟ ସେକ୍ସନରେ ଜୟ ମା ଲକ୍ଷ୍ମୀ ନିହାତି ଲେଖନ୍ତୁ। ଏବେ ଦର୍ଶକ ବନ୍ଧୁ, ରୋଷେଇ ଘରେ ଆମେ ଖାଦ୍ୟ ପ୍ରସ୍ତୁତ କରିଥାଉ। ମହିଳାମାନଙ୍କର ଗୋଟିଏ ଅଭ୍ୟାସ, ସେମାନେ ଯେତେବେଳେ ଖାଦ୍ୟ ବନାନ୍ତି, ଲୁଣ ଅଲଣା ଚାଖିବା ପାଇଁ ନିଜେ ପ୍ରଥମେ ଖାଦ୍ୟକୁ ଗ୍ରହଣ କରିଦିଅନ୍ତି। ସେମିତି ଚୁଲୁରୁ ହିଁ ଉତାରି କରି ଗୋଟାଏ ଚାମଚରେ ନିଜ ହାତରେ ଆଣିକରି ଖାଇଦିଅନ୍ତି। ଏପରି ଯଦି କରୁଛନ୍ତି ଆଜ୍ଞା, ତାହେଲେ ଭୁଲ କରୁଛନ୍ତି। ଏହାର ଅର୍ଥ ଆପଣ ଖାଦ୍ୟକୁ ଅଇଁଠା କରିଦେଲେ। ତାପରେ ଯାଇ ଆପଣଙ୍କର ସ୍ୱାମୀ, ଛୁଆ, ଶାଶୁ, ଶ୍ୱଶୁର, ବାପା, ମା ଅନ୍ୟମାନଙ୍କୁ ଖାଇବା ପାଇଁ ଦେଲେ। ଆପଣ ହେଉଛନ୍ତି ଗୃହିଣୀ ଏବଂ ଯାହାକୁ ଅନ୍ନପୂର୍ଣ୍ଣାଙ୍କର ଦର୍ଜା ଦିଆଯାଇଛି। ଘରର ଅନ୍ନପୂର୍ଣ୍ଣା ଯାହାଙ୍କ ହାତରେ ରୋଷେଇ ଅତି ସୁନ୍ଦର ହୋଇଥାଏ, ତା ଉପରେ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ଥାଏ। କହିବାର ମାନେ ଏଇଆ ନୁହେଁ ଯେ ଯେଉଁମାନଙ୍କ ହାତରେ ରୋଷେଇ ଭଲ ହେଉନାହିଁ ସେମାନେ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପାଇନାହାନ୍ତି। ନାଇଁ ଆଜ୍ଞା, ଯେତେବେଳେ ରୋଷେଇ କରୁଛନ୍ତି, କିଛି ମହିଳା ବ୍ୟକ୍ତିବିଶେଷ ଏମିତି ଥାନ୍ତି ଫୋନରେ କଥା ହୋଇକରି, ମୋବାଇଲରେ କଥା ହୋଇକରି ଖାଦ୍ୟ ପ୍ରସ୍ତୁତ କରନ୍ତି। ଖାଦ୍ୟ ପ୍ରସ୍ତୁତ କରିବା ବେଳେ ସବୁବେଳେ ନିଜ ମନକୁ ଶାନ୍ତ ରଖନ୍ତୁ। ଆପଣ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି, ସେହି ସମୟରେ ଆପଣଙ୍କର ମନ ଯେତେ ପ୍ରସନ୍ନତା ରହିବ, ଆପଣ ଯେତେ ଖୁସି ମନରେ ଈଶ୍ୱରଙ୍କର ନାମ ଜପ କରି କିମ୍ବା ପ୍ରସନ୍ନ ମନରେ ଖାଦ୍ୟ ପ୍ରସ୍ତୁତ କରନ୍ତୁ, ସେହି ଖାଦ୍ୟ ଅମୃତ ତୁଲ୍ୟ ସମାନ ହୋଇଥାଏ। ସେହି ଖାଦ୍ୟ ଯେଉଁ ବ୍ୟକ୍ତିବିଶେଷ ଖାଇଥାନ୍ତି, ସେହି ପରିବାରରେ ଏକତା, ସୁଖ, ସ୍ନେହ, ପ୍ରେମ ରହିଥାଏ। ଯେଉଁ ଘରର ମହିଳା ଚିଡ଼ଚିଡ଼ି ହୋଇ ରାଗ କରି ଗାଳି ଗୁଲଜ କରି ଖାଦ୍ୟ ପ୍ରସ୍ତୁତ କରିଥାଏ, ସେହି ଖାଦ୍ୟ ଖାଉଥିବା ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କ ଭିତରେ କେବେ ପଡ଼େନି। ସେମାନଙ୍କ ମଧ୍ୟରେ କେବେ ଏକତା ଭାବ ଆସେନି। ସମସ୍ତେ ଜଣେ ଅନ୍ୟ ଜଣଙ୍କ ଭିତରେ ପଡ଼େନି ଏବଂ ଚିଡ଼ଚିଡ଼ା ସ୍ୱଭାବର ହୋଇଥାନ୍ତି। ସେହି ଘରର ମହିଳାମାନଙ୍କର ଯେଉଁ ଖାଦ୍ୟ ରୋଷେଇ କରାଯାଇଥାଏ, ସେହି ଘରର ଲୋକମାନେ ଦେଖିବେ କେବେ ବି ଉନ୍ନତି କରନ୍ତି ନାହିଁ। ନିଜକୁ ଥରେ ପରୀକ୍ଷା କରନ୍ତୁ। ଆପଣ ଖାଦ୍ୟ ବନାଇବା ବେଳେ ପ୍ରସନ୍ନ ଚିତ୍ତରେ ବନାଉଛନ୍ତି ନା ଚିଡ଼ଚିଡ଼ି ସ୍ୱଭାବରେ ବନାଉଛନ୍ତି? ଯଦି ଚିଡ଼ଚିଡ଼ା ସ୍ୱଭାବରେ ବନେଇ ଦିଅନ୍ତି, ତେବେ ଏହି କଥାକୁ ଆପଣମାନେ ବନ୍ଦ କରିଦିଅନ୍ତୁ। ଏହା ଜମା ବି ଭଲ ନୁହଁ। ଯଦି ଆପଣମାନେ ନିଜ ରୋଷେଇ ଘରେ ଅଇଳାକୁ ଏକାଠି କରି ବହୁତ ସମୟ ପକାଇକି ରଖନ୍ତି, କିଛି ମହିଳା ଅଛନ୍ତି ରୋଷେଇ ଘରେ ସେମିତି ଅଇଳା ପଡ଼ିକି ରହିଥିବ ଏବଂ ଛୋଟ ମାଛି ବୁଲୁଥିବ, ଏହା ଦରିଦ୍ରତାର ମୁଖ୍ୟ କାରଣ ଅଟେ। ତାପରେ ବି ଆମେ କହିବା ଯେ ଆମେ ବହୁତ କାର୍ଯ୍ୟ କରୁଛେ, କିନ୍ତୁ ତାପରେ ବି ମା ଲକ୍ଷ୍ମୀ ଆମ ଉପରେ ପ୍ରସନ୍ନ ହେଉନାହାନ୍ତି। ଗୋଟିଏ ନୁହଁ ଆଜ୍ଞା, ଯଦି ଆପଣମାନଙ୍କୁ ସମୃଦ୍ଧି ଚାହୁଁଛନ୍ତି, ମୁଖ୍ୟ ଦ୍ୱାରରୁ ଆରମ୍ଭ କରି ବାଥରୁମ୍ ପର୍ଯ୍ୟନ୍ତ ଗୋଟାଏ ଜିନିଷକୁ ଆପଣଙ୍କୁ ଜଗି ରଖି ଚଳିବା ପାଇଁ ପଡ଼ିବ। ତାହେଲେ ଯାଇ ଆପଣ ମା ଲକ୍ଷ୍ମୀଙ୍କର ପ୍ରିୟ ହୋଇପାରିବେ। ନିଶ୍ଚୟ ମା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ବର୍ଷିବ। ଥରୁଟିଏ ନିଜ ଜୀବନକୁ ଯଦି ବଦଳାଇ ଦେବେ, କର୍ମ ବଦଳାଇ ଦିଅନ୍ତୁ, ଭାଗ୍ୟ ଆପେ ଆପେ ବଦଳିଯିବ।
ଏବେ ଆପଣମାନଙ୍କୁ ରାତ୍ରିରେ କ'ଣ କରିବାର ଅଛି? ରାତ୍ରି ସମୟରେ ପ୍ରତ୍ୟେକ ଦିନ ଏହି କାର୍ଯ୍ୟ ପ୍ରତ୍ୟେକ ବିବାହିତା ମହିଳା କରିବେ। ପିରିୟଡ଼ର 6 ଦିନ ପର୍ଯ୍ୟନ୍ତ ଜମା ବି ଏହି କାର୍ଯ୍ୟ କରିବେ ନାହିଁ। 7 ନମ୍ବର ଦିନରୁ କରିବେ। ତ ରାତିରେ ଶୋଇବା ସମୟରେ କିଚେନକୁ ପୁରା ସଫା କରିଦେବେ। ଜମା ବି ଅଇଁଠା ବାସନ ରଖିବେ ନାହିଁ। ଚୁଲାକୁ ସଫା କରିଦେବେ। ତାପରେ 2ଟି ଲବଙ୍ଗ, 2ଟି କର୍ପୂର ପ୍ରତ୍ୟେକ ଦିନ ରାତ୍ରିରେ ଗୋଟିଏ ଚାନ୍ଦି ଅର୍ଥାତ୍ ରୂପାର କଟୋରୀରେ କିମ୍ବା ଷ୍ଟିଲର କଟୋରୀରେ ନତୁବା ଗୋଟିଏ ମାଟି ଦୀପରେ ପ୍ରତ୍ୟେକ ଦିନ ଜଳାଇବା ପ୍ରାରମ୍ଭ କରିଦିଅନ୍ତୁ। ଯଦି ଆପଣ ରୂପାର କଟୋରୀରେ ଜଳାଇବା ପାଇଁ ଚାହୁଁଛନ୍ତି, ଗୋଟିଏ ମାଟିର କଟୋରୀରେ 2ଟି ଲବଙ୍ଗ, 2ଟି କର୍ପୂରକୁ ରଖିଦେବେ। ରୂପାର ପାତ୍ର ଉପରେ ସେହି ମାଟିର ଦୀପକୁ ରଖିକରି ଜଳାଇବେ। ନଚେତ୍ ହୁଏତ ସେହି ରୂପାର କଟୋରୀଟି ଖରାପ ହୋଇପାରେ। ତେଣୁ ମାଟିର ଦୀପରେ ବି ଆପଣମାନେ ଏହି ଉପାୟ କରିପାରିବେ। ପ୍ରତ୍ୟେକ ଦିନ ରାତ୍ରିରେ ଶୋଇବା ପୂର୍ବରୁ ଏହାକୁ କରି ରୋଷେଇ ଘରର କବାଟକୁ ବନ୍ଦ କରିଦେବେ। ଯଦି ରୋଷେଇ ଘରେ କବାଟ ନାହିଁ, ଠିକ୍ ଅଛି। ଏବଂ ଏହି ଉପାୟ କରିବା ବେଳେ ଗ୍ୟାସକୁ ବନ୍ଦ କରିବାକୁ ଜମା ବି ଭୁଲିବେ ନାହିଁ। ସାବଧାନୀର ସହିତ ଏହି ଉପାୟ କରିବେ। ଯଦି ଧନ ସମ୍ବନ୍ଧିତ ସମସ୍ୟା ଆପଣଙ୍କୁ ପଡ଼ୁଛି, 1 ମାସ ଭିତରେ ଆପଣଙ୍କର ଜୀବନର ଉନ୍ନତି ଆପଣ ନିଜେ ଦେଖିବେ। ଥରୁଟିଏ କରିକି ଦେଖନ୍ତୁ, କିନ୍ତୁ ରୋଷେଇ ଘରକୁ ସଫା କରିକି ହିଁ ଏହି ଉପାୟ କରିବେ। ଦର୍ଶକ ବନ୍ଧୁ, ଏହି ଉପାୟ ଆପଣ କରିବାର 1 ମାସ ଭିତରେ ନିଶ୍ଚୟ ଜୀବନରେ ବହୁତ କିଛି ପରିବର୍ତ୍ତନ ଆସିବ। ଯଦି ଆପଣଙ୍କ ଘରକୁ ଧନର ରାସ୍ତା ଖୋଲୁନାହିଁ, ଧନ ଆସୁନାହିଁ ଆପଣଙ୍କ ଘରକୁ, ଏହି ଉପାୟଟି ଆପଣଙ୍କୁ ବହୁତ କାମ ଦେବ। ଏବଂ ଏହି ଭିଡ଼ିଓକୁ ବହୁତ ଗୃହିଣୀମାନଙ୍କୁ ସେୟାର କରନ୍ତୁ। ସେମାନେ ମଧ୍ୟ ରାତ୍ରିରେ ଶୋଇବା ପୂର୍ବରୁ ଏହି କାମଟି କରିବେ। ଦର୍ଶକ ବନ୍ଧୁ, ମୋ ଚ୍ୟାନେଲରେ ଏମିତି ବହୁତ ସାରା ଲକ୍ଷ୍ମୀ ପ୍ରାପ୍ତିର ଭିଡ଼ିଓ ଯାହାକି ବିବାହିତା ମହିଳାମାନଙ୍କ ପାଇଁ ବହୁତ ଉପଯୋଗୀ ଅଟେ। ଥରୁଟିଏ ମୋ ଚ୍ୟାନେଲକୁ ଯାଇ ଭିଜିଟ୍ କରନ୍ତୁ। ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ବି ଥାଏ, ଥରୁଟିଏ ପଚାରି ଦିଅନ୍ତୁ। ଏବଂ ଆଉ ଗୋଟିଏ କଥା, ରୋଷେଇ ଘରେ କେବେ ବି ଚିରା ଫଟା କପଡ଼ାକୁ ଫାଡ଼ି କରି ଚିରା ଫଟା ବସ୍ତ୍ରକୁ ଫାଡ଼ି କରି ବ୍ୟବହାର କରନ୍ତୁ ନାହିଁ। ଗରମକୁ ଧରିବା ପାଇଁ କିମ୍ବା ଚୁଲା ସଫା କରିବା ପାଇଁ, ରୋଷେଇ ଘରର ଜିନିଷକୁ ସଫା କରିବା ପାଇଁ ଚିରା ଫଟା କପଡ଼ାକୁ ସଫା କରନ୍ତୁ ନାହିଁ, ବ୍ୟବହାର କରନ୍ତୁ ନାହିଁ। ଏହି ଉପାୟଟି ଆପଣଙ୍କୁ ନିଶ୍ଚୟ କାମ ଦେବ। ଯେପରି ପୂଜା ଘରେ ବି କେବେ ବି ଚିରା ଫଟା କପଡ଼ାକୁ ବ୍ୟବହାର କରାଯାଏ ନାହିଁ। ଏହା କରିବା ଦ୍ୱାରା ଲକ୍ଷ୍ମୀ ଅସନ୍ତୁଷ୍ଟ ହୁଅନ୍ତି। ଏବଂ ରୋଷେଇ ଘରର କବାଟ ଉପରେ କେବେ ବି ପାଲଟା ବସ୍ତ୍ରକୁ ଶୁଖାଇବେ ନାହିଁ କିମ୍ବା କୌଣସି ବି ବସ୍ତ୍ରକୁ ରୋଷେଇ ଘରର କବାଟ ଉପରେ ରଖିବେ ନାହିଁ। ଏପରି କରିବା ଦ୍ୱାରା ମା ଅନ୍ନପୂର୍ଣ୍ଣା ସେହି ରୋଷେଇ ଘର ଛାଡ଼ି ଚାଲିଯାଆନ୍ତି। ରୋଷେଇ ଘରେ କେବେ ବି ଗହମ ଚୂନା, ଚିନି, ଲୁଣ, ଚାଉଳ, ତେଲ ଏସବୁକୁ ସରିବା ପାଇଁ ଦିଅନ୍ତୁ ନାହିଁ। ଏହା ଯେତେ ଆପଣଙ୍କ ଘରେ ଆଭେଲେବଲ୍ ରହିବ, ଆପଣଙ୍କ ଘରେ ଧନ ବି ସେମିତି ବଞ୍ଚିକି ରହୁଥିବ। ଏହି ଜିନିଷ ଯଦି ଆପଣଙ୍କ ରୋଷେଇ ଘରେ ସରିଯିବ, ତେବେ ଜାଣି ରଖନ୍ତୁ ଯେ ଆପଣଙ୍କର ଧନ ସମସ୍ୟା ସବୁବେଳେ ଦେଖାଦେବ। କାରଣ ଏହି ସବୁ ହିଁ ଅଟେ ମା ଲକ୍ଷ୍ମୀ। ଏହି ସବୁ ଜିନିଷ ମା ଲକ୍ଷ୍ମୀଙ୍କର ବହୁତ ପ୍ରିୟ ଅଟେ। ତା ସହିତ ହଳଦୀ ଗୁଣ୍ଡ, ଏହାକୁ ବି କେବେ ସରିବା ପାଇଁ ଦିଅନ୍ତୁ ନାହିଁ। ଡବାରେ ଯେତେବେଳେ ସରି ଆସିଯାଏ, ପୁଣି କିଛି ହଳଦୀ ଗୁଣ୍ଡ ଏକ୍ସଟ୍ରା ରଖନ୍ତୁ, ତାହାକୁ ତୁରନ୍ତ ମିଶାଇ ଦିଅନ୍ତୁ, ଫୁଲ୍ କରିକି ରଖନ୍ତୁ। ଦର୍ଶକ ବନ୍ଧୁ, ଆଜିର ଉପାୟଟି ଆପଣମାନଙ୍କୁ କିପରି ଲାଗିଲା କମେଣ୍ଟ ସେକ୍ସନରେ ନିଶ୍ଚୟ ଜଣାଇବେ। ଏବଂ ଏହି ଉପାୟଟି ଆପଣଙ୍କର ଜୀବନ ନିଶ୍ଚୟ ବଦଳାଇବ। ଥରୁଟିଏ ଏହି ଭିଡ଼ିଓକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ, ନିଜେ କରନ୍ତୁ। ନିଜେ କରିବା ପରେ ଯେଉଁ ଫାଇଦା ଆପଣମାନେ ପାଇବେ, ତାହା ମୋ ସହିତ ନିଶ୍ଚୟ ଜଣାଇବେ। ଏମିତି ବହୁତ ସାରା ମହିଳା ଆପଣମାନେ ଦେଖିବେ ବିନା ସ୍ନାନ କରି ରୋଷେଇ ଘରକୁ ପ୍ରବେଶ କରନ୍ତି, ରୋଷେଇ ଘରେ ଖାଦ୍ୟ ପ୍ରସ୍ତୁତ କରିଦିଅନ୍ତି। ଯଦି ଆପଣଙ୍କୁ ସକାଳ ସମୟରେ ସ୍ନାନ କରିବାକୁ ସୁବିଧା ହେଉନାହିଁ କିମ୍ବା ଦେହ ଖରାପ ଅଛି, ପାଲଟା ବସ୍ତ୍ରକୁ ଚେଞ୍ଜ କରି ଆପଣ ଅଲଗା ବସ୍ତ୍ର ପିନ୍ଧି ରୋଷେଇ ଘରକୁ ପ୍ରବେଶ କରନ୍ତୁ, ଖାଦ୍ୟ ବନାନ୍ତୁ। ଯଦି କରିପାରିବେ ନାହିଁ, ଆଉ କ'ଣ କରିବେ? କିନ୍ତୁ ଯଦି ଘରର ସୁଖ ସମୃଦ୍ଧି ଚାହୁଁଛନ୍ତି, ଘରର ମୁଖ୍ୟ ଦ୍ୱାର ଠାରୁ ଆରମ୍ଭ କରି ବାଥରୁମ୍ ପର୍ଯ୍ୟନ୍ତ ଯେଉଁ ନିୟମ ମୋର ଭିଡ଼ିଓରେ ଆପଣମାନେ ଦେଖୁଛନ୍ତି, ଏହା ଏମିତି ସେମିତି ଭିଡ଼ିଓ କଥା ନୁହଁ। ଏହା ନିଜ ଜୀବନରେ ମୁଁ କରିଛି ଏବଂ ବହୁତ ସାରା ଲୋକ ଏହାର ଫାଇଦା ବି ପାଇଛନ୍ତି। ତେଣୁ ଏହି ଉପାୟ ଆପଣମାନଙ୍କର ଜୀବନରେ ନିଶ୍ଚୟ ଲାଭ ପ୍ରଦାନ କରିବ। ଏହି ଉପାୟକୁ ଆପଣମାନେ ନିଶ୍ଚୟ କରନ୍ତୁ।
ଦର୍ଶକ ବନ୍ଧୁ, ଆଜି ପାଇଁ ରହିଲି। ପୁଣି ଦେଖା ହେବ ଆଗାମୀ ଏକ ସୁନ୍ଦର ଭିଡ଼ିଓରେ।